ରେମୁଣା ବ୍ଲକ ଅନ୍ତର୍ଗତ ଭୀମେଶ୍ୱର ଯୁକ୍ତ 2 କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ରାଜ୍ୟ ସରକାର ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି, ସମାଜସେବା ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ଉତ୍କର୍ଷତା ପ୍ରତିପାଦନ କରିବାକୁ ପ୍ରଚେଷ୍ଟା ସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଭୀମେଶ୍ୱର କଲେଜରେ ଉଦ୍ଘାଟନୀ କାର୍ଯ୍ୟକ୍ରମର କଲେଜ ଅଧ୍ୟକ୍ଷ ନିରୋଧ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଶାନ୍ତ ପଟ୍ଟନାୟକ, ମୁଖ୍ୟ ବକ୍ତା ଶିକ୍ଷାବିତ୍ ମାୟାଧର ସାମନ୍ତରାୟ ଏବଂ ସମ୍ମାନନୀୟ ଅତିଥି ଭାବେ ସତ୍ୟରଞ୍ଜନ ଦାସ, ଅଧ୍ୟାପିକା ଆରତୀ ମହାପାତ୍ର, ନମିତା ମଣ୍ଡଳ, ରଶ୍ମିରେଖା ରାଉତ, ଅଧ୍ୟାପକ ଅଜିତ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚିନ୍ମୟ ରଥ ଆଦି ଯୋଗଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। କ୍ରୀଡ଼ା ଶିକ୍ଷକ ଭବେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ମମତା ଦାସ, ଉପେନ୍ଦ୍ର ଜେନା, ଦୀପକ ପ୍ରଧାନ ଆଜି ସହଯୋଗ କରିଥିଲେ।